ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ବାଲିଗୁଡ଼ାରେ ମିନି ମାରାଥନ ପ୍ରତିଯୋଗିତା। ଭାରତୀୟ ହକିରେ ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଆଜି ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ତରଫରୁ ମିନି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସକାଳ 7 ଘଟିକା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ 200ରୁ ଉର୍ଦ୍ଧ୍ୱ ସ୍କୁଲ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ଗ୍ରାମାଞ୍ଚଳରୁ ଆସି ଯୋଗ ଦେଇଥିଲେ। ଗ୍ରାମାଞ୍ଚଳର ଲୋକାୟତ ପ୍ରତିଭାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ତାଙ୍କୁ ଉତ୍ସାହ ଦେବା ପାଇଁ ଏହା ଏକ ପ୍ରୟାସ ବୋଲି ଅତିଥିଗଣ ନିଜ ବକ୍ତବ୍ୟରେ କହିଥିଲେ। କ୍ରୀଡ଼ା ସଂଘର ସମ୍ପାଦକ ତୀର୍ଥବାସୀ ଘଡ଼େଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉପଜିଲ୍ଲାପାଳ ତଥା ଉପଖଣ୍ଡ କ୍ରୀଡ଼ା ସଂଘର ସଭାପତି ରୀନା କୁମାରୀ ପ୍ରଧାନ ଓ ବାଲିଗୁଡ଼ା ଏସ୍ଡିପିଓ ରାହୁଲ ଗୋୟଲ, ଏନ୍ଏସ୍ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏହାପରେ ଆୟୋଜିତ ସଭାରେ ଉପଜିଲ୍ଲାପାଳ ତଥା କ୍ରୀଡ଼ା ସଂଘର ସଭାପତି ରୀନା କୁମାରୀ ପ୍ରଧାନ, ଏସ୍ଡିପିଓ ରାହୁଲ ଗୋୟଲ, ଏନ୍ଏସ୍ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବାଲିଗୁଡ଼ା ବିଡିଓ ଅଚ୍ୟୁତ ନନ୍ଦ ଜାନି, ଉପସଭାପତି ପ୍ରଶାନ୍ତ ବେହେରା ମଞ୍ଚାସୀନ ଥିଲେ। ମିନି ମାରାଥନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଆମନ୍ତ୍ରିତ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ। ଉପଖଣ୍ଡ କ୍ରୀଡ଼ା ସଂଘ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରି ମଞ୍ଚ ଉପରେ ଆମର ନ୍ୟାସନାଲ ସ୍ପୋର୍ଟସ ଡେ ଉପଲକ୍ଷେ ଆମେ ବାଲିଗୁଡ଼ା ଉପଖଣ୍ଡର ଯେଉଁ ଆମର କ୍ରୀଡ଼ା ସମିତି ଅଛି ତାଙ୍କ ତରଫରୁ ଆଜି ଆମେ ମିନି ମାରାଥନ ଆୟୋଜନ କରିଥିଲୁ। ଆଉ ଆଜି ଏଇଟା ବହୁତ ସ୍ପେଶାଲ ଥିଲା କାରଣ ଆମର ନର୍ମାଲି ଯେବେ ବି ମିନି ମାରାଥନ ହୁଏ ଆମେ ବାଲିଗୁଡ଼ାର ଆମର ଯେଉଁ ହେଡ଼କ୍ୱାର୍ଟରରେ ପ୍ରାୟ ଲୋକ ପାର୍ଟିସିପେଟ୍ କରିଥାନ୍ତି, କିନ୍ତୁ ଆଜିର ଆମର କମିଟିର ସଦସ୍ୟମାନଙ୍କର ଏଫର୍ଟସ କ୍ରମେ ଆର ବହୁତ ପପୁଲାରାଇଜେସନ୍ ହେଇଥିଲା, ଆଡ଼ଭର୍ଟାଇଜମେଣ୍ଟ ହେଇଥିଲା, ଯାହାଫଳରେ ଆମେ ବହୁତ ଦୂରରୁ ଆଜି ପାର୍ଟିସିପେସନ୍ ଦେଖିଲୁ। ଆମକୁ ବହୁତ ଖୁସି ଲାଗିଲା। ଫୁଲବାଣୀରୁ ବି ପିଲାମାନେ ଆସିକି ପାର୍ଟିସିପେଟ୍ କରିଛନ୍ତି, ସୁବ୍ରାରୁ ବି ଆସିଛନ୍ତି, ଆଉ ଆମର ବାଲିଗୁଡ଼ାରୁ ବି ଯଥେଷ୍ଟ ପିଲା ପାର୍ଟିସିପେଟ୍ କରିଛନ୍ତି। ଆଉ ତେଣୁକରି ମୁଁ ବହୁତ ଖୁସି ଅଛି। ଆଉ ଏଇଠି ଗୋଟେ ସ୍ପୋର୍ଟସ୍ କଲଚର୍ ଏଇଭଳିଆ ଭାବରେ ଦେଖିକି ମୋତେ ନିହାତି ଭାବରେ ବହୁତ ଖୁସି ଲାଗୁଛି। ଆଉ ଆଗାମୀ ଦିନରେ ଆମେ ସ୍ପୋର୍ଟସ୍ ଇନଫ୍ରାଷ୍ଟ୍ରକ୍ଚର୍ ଇମ୍ପ୍ରୁଭମେଣ୍ଟ କରିବା ଦିଗରେ ବି ଆମେ କାମ କରିବୁ। ଆଉ ସମସ୍ତଙ୍କୁ ନ୍ୟାସନାଲ୍ ସ୍ପୋର୍ଟସ୍ ଡେର ଅନେକ ଅନେକ ଅଭିନନ୍ଦନ।